କେଉଁମାନେ ଯୋଗଦେବେ ସେମାନେ ଆସିଲା ପରେ ଜଣାପଡ଼ିବ ନା। ନିମନ୍ତ୍ରଣ ପତ୍ର ସମସ୍ତଙ୍କୁ ଦିଆଯାଇଛି। ଶ୍ରଦ୍ଧାଞ୍ଜଳି ସଭା ଦିନ 10ଟା ବେଳେ ଆରମ୍ଭ ହେବ, 2ଟା ଭିତରେ ସରିଯିବ ଆଉ କ'ଣ। ଇଏ ତ କାର୍ଯ୍ୟକ୍ରମ ଆଉ କ'ଣ। ନିମନ୍ତ୍ରଣ ସମସ୍ତଙ୍କୁ ଦେଇଛୁ, ସବୁ MLA MP ବିଜୁଙ୍କ ସାଙ୍ଗରେ କାମ କରିଥିବା ବ୍ୟକ୍ତି ସମସ୍ତଙ୍କୁ ଡାକିଛୁ। ସବୁ ଶ୍ରେଣୀର ସବୁ ବର୍ଗର ଲୋକଙ୍କୁ ଡକା ହେଇଛି, ନିମନ୍ତ୍ରଣ ଦିଆହେଇଛି। ଯେଉଁମାନେ ଆସିବେ ଏକାଠି, ଯେଉଁମାନେ ହେଉଛନ୍ତି ସେମାନେ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଏକାଠି ହେଇଛନ୍ତି। କାଲି ଗୋଟେ ସଭାରେ ମୁଁ କହିଥିଲି ସେଇଟା ଭୁଲ ପ୍ରଚାରଟା କରା ନଯାଉ। କାଲିର ରାଜନୈତିକ କାର୍ଯ୍ୟକ୍ରମ କିଛି ନାହିଁ। କାଲିର କେବଳ ହେଉଛି ଶ୍ରଦ୍ଧାଞ୍ଜଳି ଜ୍ଞାପନ। ନା ଏଇଠି ବୈଠକ ହେଉନି କି ସମାବେଶ ହେଉନି। ଏ ଜିନିଷଟା ମନରୁ ଆଗ କ୍ଲାରିଫାଏ ହେବା ଦରକାର। ଇଏ ବୈଠକ ନୁହେଁ କି ସମାବେଶ ନୁହେଁ, ଶ୍ରଦ୍ଧାଞ୍ଜଳି ସଭା। ବିଜେଡ଼ି ମାନେ ଯାହା ଚାହିଁବେ ତାହା କହିପାରିବେ, କୁହନ୍ତୁ। ସେମିତି ଆମର କିଛି ନାହିଁ। ଶ୍ରଦ୍ଧାଞ୍ଜଳି ସଭା ହେଉଛି କେବଳ। ବର୍ତ୍ତମାନ ସମସ୍ତେ ବିଜୁଙ୍କ ପାଇଁ ସମସ୍ତେ ଏକାଠି ହେବେ। ବାର୍ତ୍ତା ସେଥିରେ କିଛି ନାହିଁ, ତ ରାଜନୈତିକ ବାର୍ତ୍ତା କିଛି ନାହିଁ। ଆଗକୁ କ'ଣ ହେବ ତ ଆଜିଠୁ କହିହେବନି। ଆଗକୁ କ'ଣ ହେବ ଆଜି କହିବ, କାଲି ବର୍ଷା ହେବ ବୋଲି କିଏ କହିପାରିବ? ସେ ଚର୍ଚ୍ଚା ମୋଟେ ଆଦୌ କର ନାହିଁ। ସେ ଚର୍ଚ୍ଚା ପଛରେ ହେବାର ସମୟ ଅଛି।